କୁମ୍ଭାର ଏବଂ ମାଟି। ପାହାଡ଼ ଘେରା ଏକ ଶାନ୍ତ ଗାଁରେ ଜୋନା ନାମକ ଜଣେ ଯୁବକ ରହୁଥିଲେ, ଯିଏ ଏକ କୁମ୍ଭାର ଦୋକାନରେ କାମ ଶିଖୁଥିଲେ। ପ୍ରତିଦିନ ସେ ତାଙ୍କ ଗୁରୁଙ୍କୁ ମାଟିକୁ ସୁନ୍ଦର ପାତ୍ର, ଫୁଲଦାନୀ ଏବଂ ଦୀପରେ ରୂପାନ୍ତରିତ କରୁଥିବା ଦେଖୁଥିଲେ। ଗୁରୁଙ୍କ ହାତଗୁଡ଼ିକ ଧୀରେ କିନ୍ତୁ ଦୃଢ଼, ଧୈର୍ଯ୍ୟଶୀଳ ଏବଂ ସ୍ଥିର ଭାବରେ ଚାଲୁଥିଲା। ଅନ୍ୟପଟେ ଜୋନା ସବୁବେଳେ ବ୍ୟସ୍ତ ହେଉଥିଲେ। ସେ ଚାହୁଁଥିଲେ ଯେ ତାଙ୍କର ପାତ୍ରଗୁଡ଼ିକ ତୁରନ୍ତ ସୁନ୍ଦର ଦେଖାଯାଉ। ସେ ଦିନେ ଏକ ସୁନ୍ଦର ଫୁଲଦାନୀ ତିଆରି କରି କହିଲେ, ଗୁରୁ, ଏହା ପ୍ରସ୍ତୁତ। ଚାଲନ୍ତୁ ଏହାକୁ ନିଆଁରେ ପୋଡ଼ିବା, ଯାହାଫଳରେ ମୁଁ ଏହାକୁ ଆସନ୍ତାକାଲି ବିକ୍ରି କରିପାରିବି। କୁମ୍ଭାର ସାବଧାନର ସହ ଦେଖି କହିଲେ, ଏବେ ନୁହେଁ, ମାଟି ଏବେ ବି ନରମ ଅଛି। ଯଦି ଆମେ ବ୍ୟସ୍ତ ହେବା ତେବେ ନିଆଁ ଏହାକୁ ଫାଟ କରିଦେବ। କିନ୍ତୁ ଜୋନା ଏତେ ଅନୁରୋଧ କଲେ ଯେ ଶେଷରେ ଗୁରୁ ତାଙ୍କୁ ଚେଷ୍ଟା କରିବାକୁ ଅନୁମତି ଦେଲେ। ପରଦିନ ସକାଳେ ଜୋନା ଯେତେବେଳେ ଭାଟି ଖୋଲିଲେ, ତାଙ୍କର ସୁନ୍ଦର ଫୁଲଦାନୀ ମଝିରୁ ଫାଟି ଯାଇଥିଲା। ସେହି ମସୃଣ ପୃଷ୍ଠଭାଗରେ ଅସୁନ୍ଦର ଗାର ସବୁ ପଡ଼ିଯାଇଥିଲା। ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଲେ। ଗୁରୁ ତାଙ୍କ ପାଖକୁ ଆସି କୋମଳ ସ୍ୱରରେ କହିଲେ, ପୁଅ, ନିଆଁ ତୁମର ଶତ୍ରୁ ନଥିଲା। ନିଆଁର ଉଦ୍ଦେଶ୍ୟ ଥିଲା ମାଟିକୁ ଶକ୍ତ କରିବା। କିନ୍ତୁ ତୁମେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ହେବାକୁ ଦେଲ ନାହିଁ। ଜୋନା ଏକ ଦୀର୍ଘ ଶ୍ୱାସ ପକାଇ ସତ୍ୟକୁ ବୁଝିପାରିଲେ। ପରବର୍ତ୍ତୀ କିଛି ସପ୍ତାହ ମଧ୍ୟରେ ସେ ଅପେକ୍ଷା କରିବା ଶିଖିଲେ। ମାଟିକୁ ଅଧିକ ସମୟ ଦଳିବା, ଏହାକୁ ଧୀରେ ଧୀରେ ଶୁଖାଇବାକୁ ଦେବା ଏବଂ ତାପକୁ ଏହାର ସମ୍ପୂର୍ଣ୍ଣ କାମ କରିବାକୁ ଦେବା। ଧୈର୍ଯ୍ୟ ଧରିବା କଷ୍ଟକର ଥିଲା, କିନ୍ତୁ ପ୍ରତିଟି ପାତ୍ର ସହିତ ସେ ଅଧିକ ଦକ୍ଷ ଓ ସ୍ଥିର ହେଲେ। ଶେଷରେ ଦିନେ ଜୋନା ଭାଟିରୁ ଏକ ସମ୍ପୂର୍ଣ୍ଣ ତିଆରି ହୋଇଥିବା ଫୁଲଦାନୀ ବାହାର କଲେ। ଏହାର ରଙ୍ଗ ଗାଢ଼ ଥିଲା ଏବଂ ପୃଷ୍ଠଭାଗ ମସୃଣ ତଥା ମଜବୁତ ଥିଲା। ସେ ଏହାକୁ ଆଲୋକ ଆଡ଼କୁ ଦେଖାଇ ଧରିଲେ ଏବଂ ପ୍ରଥମ ଥର ପାଇଁ ଏହା ଫାଟିଲା ନାହିଁ, ବରଂ ଏହା ଚମକିବାକୁ ଲାଗିଲା। ଗୁରୁ ହସି କହିଲେ, ବର୍ତ୍ତମାନ ଦେଖ ଜୋନା, ଧୈର୍ଯ୍ୟକୁ ତାର ସମ୍ପୂର୍ଣ୍ଣ କାମ କରିବାକୁ ଦିଅ, ଯାହାଫଳରେ ତୁମେ ପରିପକ୍ୱ ଓ ସମ୍ପୂର୍ଣ୍ଣ ହୋଇପାରିବ। କୌଣସି ଜିନିଷର ଅଭାବ ରହିବ ନାହିଁ। ଯେଉଁ ନିଆଁ ଦିନେ ତୁମକୁ ଡରାଉଥିଲା, ତାହା ହିଁ ତୁମକୁ ଶକ୍ତ କରିଛି। ଶିକ୍ଷା। ଉନ୍ନତି ବା ବୃଦ୍ଧି ପାଇଁ ସମୟ ଲାଗେ। ପ୍ରତ୍ୟେକ ଆହ୍ୱାନ, ବିଳମ୍ବ ଏବଂ କଷ୍ଟ ସେହି ପ୍ରକ୍ରିୟାର ଅଂଶ ଯାହା ତୁମର ଚରିତ୍ରକୁ ଶକ୍ତ କରେ। ଈଶ୍ୱର ଯାହା ଗଢ଼ୁଛନ୍ତି ସେଥିରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଧୈର୍ଯ୍ୟ ହେଉଛି ସେହି ତାପ ଯାହା ନରମ ମାଟିକୁ ଏକ ଅଭଙ୍ଗା ଜିନିଷରେ ପରିଣତ କରେ। ଆଉ ତୁମେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। ଯାକୋବ 1 ଅଧ୍ୟାୟ 4 ପଦ।